जय श्री जगन्नाथ मु स्वागत करुच्ची मोर गोटे नुआ ब्लॉग को। तो आज घर को सान मौसी आसचंती। तो आज आंब बहुत पड़ता तो आम आज डिसाइड कलु कि नहीं आज गोटे आंब आचार बनाଯିब। तो आम जमती नॉर्मली आंब को काटिक बनाऊ से सेमती न बनई कि डायरेक्ट आंब को गोटे सीटी देकी सिझेकी से माने बनाउछंती आंब आचार। मु तो यहाँ भारी नुआ स्टाइल देखुची आंब आचार। तो आपण भी कंटिन्यू करंतु आ देखंतु आचार आंबर केमती बना जाउछि दैट टू बी मतलब सिझेकी। मु फॉर द वेरी फर्स्ट टाइम देखुछि कि आंब को एई टाइप रो रस बाहर करके से बनाउछंती। टाकुआटा बाहर माने रसटा खाली कढ़ा हबो। एटा गोटे नुआ प्रकार खाली रसटा काढ़ी के टाकुआ बाहर कर देबो। एटा गोटे नुआ प्रकार रो आंब आचार नै कि नहीं सब बेले कोन करंदी ना फाळ फाळ करके फुटै दियंती। अच्छा ठीक अछि। এটা ଏବେ କ'ଣ କରୁଛୁ ଆଗ ମାଉସୀ? ଜିରାଟା ଭାଜିବ ଆଗ। ଟିକେ ଭଜା ଜିରା ଗୁଣ୍ଡଟା ପକେଇଲେ ଭଲ ଲାଗେ। ଜୋର ହୁଅ ଶୁଭୁନି। ଭଜା ଜିରା ଗୁଣ୍ଡଟା ପକେଇଲେ ଟିକେ ବାସ୍ନା ହୁଏ। ଆଚ୍ଛା ଏଇ ଯେଉଁ ଖଟାରେ ଭଜା ଜିରା ଗୁଣ୍ଡଟା ପକେଇଲେ ବାସ୍ନା। ତେଲ ତାତିଗଲା ଅଲରେଡ଼ି। କ'ଣ ପଞ୍ଚ ଫୁଟଣ? ପଞ୍ଚ ଫୁଟଣ ଆଉ କ'ଣ ଆଉ ମାନେ ଯେଉଁ ଭୃଷଙ୍ଗ ପତ୍ର ହେରିକା କିଛି ଫୁଟା ହେବନି? ଭୃଷଙ୍ଗ ପତ୍ର ବି ଫୁଟା ହେବ। ହଁ ହଁ ଏଇଟା ଫୁଟିଗଲା ପରେ ପକା ହେବ। ଲଙ୍କା ଫଙ୍କା ଦରକାର ନାହିଁ ଆଉ ଯେ ପକେଇ ପାରିବ ଆଉ ଗୋଟେ ନୂଆ ଷ୍ଟାଇଲର ଆମ୍ବ ଆଚାର ଆଉ। ଏଇଟା ଟିକେ ଖାଲି ମିକ୍ସ କରାଯିବ ନାଇଁ କି? ୟା ଦେହରେ ଆଉ କିଛି ହଳଦୀ କିଛି ଦରକାର ନାହିଁ ନା ଅଛି? ପଡ଼ିବ ହଳଦୀ ଲୁଣ। ଲୁଣ କ୍ୱାଣ୍ଟିଟି ଅନୁସାରେ ଦେଖିକି ଆଉ। ଆଚ୍ଛା ହଳଦୀ ତାପରେ ଗୁଡ଼ କି ଚିନି ମାନେ ଲୁଣ ହଳଦୀ ପକେଇ ସାରିଲା ପରେ ଗୁଡ଼ କି ଚିନି ସେଇଟା ଅପସନାଲ ଯିଏ ଯାହା ପକେଇ ପାରିବ। ହଁ ଆମର ଡାଇବେଟିସ୍ ପାଇଁ ମିଶ୍ରି ଗୁଡ଼ ଗୋଟେ ଆସୁଛି ତ ଆମେ ସେଇଟାକୁ ୟୁଜ୍ କରୁଛୁ। ତାପରେ ଆକୁ ଆମେ ମିକ୍ସଅପ୍ କରିଦେବା। ଏଇ ତମେ କୁଆଡ଼େ? ୟସ୍ ତମେ କୁଆଡ଼େ ବାବା? ତମେ କୁଆଡ଼େ ଆସିଛ? କ'ଣ କାଖ? ଆଚ୍ଛା ଦେଖିଲୁ ଆମ୍ବ ଆଚାର ହେଇଛି। ମାଉସୀ କେତେ ସମୟ ଫୁଟିବ? ମାନେ ମିଶ୍ରିଟା କି ଗୁଡ଼ଟା ଏଇଟା କ'ଣ ଲଙ୍କା ଗୁଣ୍ଡ ପଡ଼ିଲା ବୋଧେ? ମାଉସୀ ଏଇଟା ଆଗରୁ କେତେଥର କରିଛ ନା କ'ଣ? ବହୁତ ମାନେ ଆମ୍ବ କାଟିକି କରିବା ଆଉ ୟା ଭିତରେ କ'ଣ ଡିଫରେନ୍ସ? କରିବା ଏଇଟା ସମସ୍ତେ ଖାଇପାରିବେ। ଆଚ୍ଛା ସେଇଟା ବି କରିବା ଏଇଟା ବି କରିବା କିଛି ଆଚ୍ଛା ତାହେଲେ ଏଇଭଳି ଆମର ଗୋଟେ ଟିକେ ମାନେ ରହିକି ନୁତୁରି ଯାଇଥିଲା ସେଟା କାଟି ହବନି ଭଲ। ହଁ 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 ସେଇଥିପାଇଁ ସିଝେଇକି ସିଝେଇକି ଚୋପା ଛଡ଼େଇକି ଯେମିତି ମୁଁ ଦେଖେଇଲେ ଆପଣ ସେଇ ଟାଇପ୍ର ହବ। ଏଇଟା ରହିଯାଇଥିଲା ନା
ମୁକୁରି ଯାଇଥିଲା ଆମ୍ବ ଗୁଡ଼ାକ ଅଲରେଡି କଲର ଆସିଲାଣି, ସୁନ୍ଦର କଲର ଆସିଲାଣି। ନାନୀ ମା କ'ଣ କହିଛି କିରେ ବାବା ତୋତେ? ବାବା ନାନୀ ମା କ'ଣ କହିଛି? ହଁ ମାଉସୀ। ନାଇଁ ଇଏ ଆଉ କେତେ ସମୟ ଫୁଟିବ? ଇଏ ଅଲରେଡି 2 ମିନିଟ୍ ହେଇଗଲାଣି। ପାଣି ପାଣିଟା ମରିକି ପୁରା ଅଠା ହବ। ଯେମିତି ଟାଇପ୍ର ହବ। ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ତାକୁ ତମେ ଜାରରେ ବି ରଖିକି ବି ଖାଇପାରିବ। କେତେ ଦିନ ଯାଏଁ ଏଇଟା ଷ୍ଟୋର କରିପାରିବ? ଫ୍ରିଜରେ ରହିବ ନା ବାହାରେ? ଆଚ୍ଛା କौन कौन ए कौन आ या पर जीरा गुंडा पकईदेल भजा जीरा गुंड नहीं कि या पर सरला नहीं ये बढ़िया भाव रेडी हो गला ना।